ମା ଦୁଆର ଶୁଣି ପେଠାରେ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମଠ ଗୋବିନ୍ଦପୁର ସ୍ଥିତ ମା ଦୁଆର ଶୁଣି ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଥିଲା। ମନ୍ଦିର କମିଟି ତରଫରୁ ମାଙ୍କ ପୂଜା ହୋମ ଓ ଯାଗଯଜ୍ଞର ପୂଜକମାନେ ନିୟୋଜିତ ହୋଇଥିଲେ। ଏହି ପବିତ୍ର ପୀଠରେ କମ୍ବଳ ବାଣ୍ଟିବା ପାଇଁ ପହଞ୍ଚିଥିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ। ଆଳଦା ଖଇରା ବାଲେଶ୍ୱର ଶିବନାରାୟଣ ସାହିତ୍ୟ ସଂସଦ ସମ୍ପାଦକ ମୁରଲୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ମଞ୍ଚାସୀନ ଥିଲେ ପ୍ରାକ୍ତନ ବିଇଓ ଚତୁର୍ଭୁଜ ପହି, ପ୍ରାକ୍ତନ ଶିକ୍ଷକ ଓ କବି ନାରାୟଣ ଚନ୍ଦ୍ର ସାହୁ, ସମ୍ପାଦ ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ସମାଜ ସାମ୍ବାଦିକ ଗୋପାଳ କୃଷ୍ଣ ରାଉତ, ମୋ ଅନୁଷ୍ଠାନ ସାହିତ୍ୟ ସଂସଦ କାର୍ଯ୍ୟକାରୀ ସଭାପତି କୁଞ୍ଜଲତା ମାହୁନ୍ତ ଏବଂ ସ୍ଥାନୀୟ ସମିତି ସଭ୍ୟ କୈଳାସ ଚନ୍ଦ୍ର ରାଉତ ପ୍ରଥମେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଅଭିଭାଷଣ ରଖିଥିଲେ। ପରେ ପରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ମାହୁନ୍ତ ଏବଂ ସହସମ୍ପାଦିକା ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ସଭ୍ୟ ହେମନ୍ତ କୁମାର ନାୟକ ଅନୁଷ୍ଠାନ ସମ୍ବନ୍ଧୀୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଅନ୍ୟ ଅତିଥିମାନେ ମା ଦୁଆର ଶୁଣି ଏବଂ ମୋ ଅନୁଷ୍ଠାନର ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସଭା ସାଙ୍ଗ ପରେ ସମସ୍ତ ଅତିଥି, ମୋ ଅନୁଷ୍ଠାନ କର୍ମକର୍ତ୍ତା, ସଭ୍ୟା ଏବଂ ଉପସ୍ଥିତ କବିବନ୍ଧୁମାନେ ଖୁସି ମନରେ ଗରିବମାନଙ୍କୁ କମ୍ବଳ ବଣ୍ଟନ କରି ମାଙ୍କ ପ୍ରସାଦ ପାଇ ଘରକୁ ଫେରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କବି ଅନନ୍ତ ଚରଣ ମୁଦୁଲି, ସୁରେନ୍ଦ୍ର କୁମାର ପରିଡ଼ା ଓ ହରିହର ସାମଲ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ। ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। माँ को पाखरे आज जो पूजार्चना चली ठाकुर अन्नप्रसाद बंटन चली गोटे भाईचारार पर्व। एपरी माँ को पाखरे पूजा खंड कर लोक खाया पीवा किसी कले लोकों भितर एवं आमर निज निज भितर गोटे भाईचारा सृष्टि हम एकता बजाय एपरी कार्य को मैं प्राय ग्रहण कर समस्त साधुवाद जनता ये कार्य चालू। आउ गोटे कथा कहले कि मतलब खराब भाव में छोट कथा कहूँ जो साहाଯ୍य कथा रहा बर्तमान जो कमल बंटन हम बहुत भल कम किंतु गोटे कदम पांचटा हाथ बढ़ेगा जहाँ से टाइप न हो तेणु गोटे साहाଯ୍य और सेवा गोटे लोक धान मेसीन पेशी जाऊला भीतर पशि जाऊला आम तो जहाँ पहुँचलु खबर देलु गोटे लोक गला अक्लांत परिश्रम कर प्राय 7 ରୁ 8 घंटा से लगी सी छुआ छुआटी से लोक बाहर कले बाहर करके मेडिकल को आने जो किसी 3-4 जन टेकिटा को आने से सेदिन फेसबुक रे पोस्ट करे जे आमे ताको उद्धार कलु मैंने केते बड़ बड़ हीन मानसिकता जे 6 घंटा अक्लांत परिश्रम करके उद्धार कला ता ना भी पदे रखिले नहीं जे ता टेकी खाली आंबुलांस पर धर पयले कोन आमे ताको उद्धार करी मेडिकल पठेबु किंतु हला निजर प्रसाद सेही इयरु दूरे रही आमे जदि किछि सामाजिक काम करबा लोकक साहाय्य मनोबल के काम करबा भगवान हमको सब साहाय्य करी सेपरि जो लोक देखाई कार्यक्रम करने मुझे पसंद करेनि जब करवा भल ये करवा सुचिंता करवा तेणु आम भगवान निश्चित ये करेंगे जाओ जो कमल बंटन हो चालू रो आगे अधिक अधिक लोक पवित्र अनुष्ठान उपस्थित समस्त नार मोर कोटि प्रणाम। उपस्थित सांबादिक भाई मान मोर नमस्कार। श्रद्धेय कुनि कुनि पिलामान मोर आंतरिक स्नेह। आज एक पवित्र दिन प्रथमाष्टमी आहरी ये दिन को पवित्र करके आज माँ द्वारशुणी निकट में आयोजित पवित्र सभा जो मुझे देखा पाँच अनेक लोक बंटन कर महाप्रसाद जो मैंने आत्मा एवं उदर दुईटी को
ଶାନ୍ତି ପ୍ରଦାନ କରୁଛନ୍ତି। ଆଉ ଆଜି ଆମ ଅନୁଷ୍ଠାନ ତରଫରୁ ଗୋଟିଏ ଛୋଟିଆ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଭାଇ ଫୋନ୍ କରି କହିଲେ ଗୋଟେ ସଭା ହେଉଛି ଏଠି, ଗୋଟେ ମନ୍ଦିର ପାଖରେ କାମ ଚାଲିଛି, ଆମେ ସେଠିକି ଯିବା। ସେଠି କିଛି ଲୋକଙ୍କୁ କମ୍ବଳ ବଣ୍ଟାଇବାର ବ୍ୟବସ୍ଥା ରହିଛି। କମ୍ବଳ ବାଣ୍ଟିବାଟା ଆଜ୍ଞା ବଡ଼ ଜିନିଷ ନୁହେଁ। ବଡ଼ ଜିନିଷ ହେଲା ଭାଇମାନଙ୍କର ସେ ଧାରଣା ସୃଷ୍ଟି ହେଲା। ସେ ସୁଦୂର ବାଲେଶ୍ୱରରୁ ଭାଇ ଆସିଛନ୍ତି ଆମ ମାଟିକୁ ଲୋକମାନଙ୍କ ସହିତ ପରିଚିତ ହେବେ, ଭାବର ଆଦାନ ପ୍ରଦାନ କରିବେ, ଆପଣମାନଙ୍କର ନିକଟତର ହେବେ, ଆପଣମାନଙ୍କର ଆଶୀର୍ବାଦ ଭିକ୍ଷା କରିବେ। ସାହିତ୍ୟ ସାଧନ ହେଉଛି ମୋ ସାହିତ୍ୟ ଅନୁଷ୍ଠାନର ମୂଳ ଲକ୍ଷ୍ୟ। ଏହା ସାଧାରଣତଃ ଗଦ୍ୟ ସାହିତ୍ୟକୁ ବେଶୀ ପ୍ରାଧାନ୍ୟ ଦେଇଥାଏ। ଗଦ୍ୟ ସାହିତ୍ୟର କେମିତି ଉନ୍ନତି ସାଧିତ ହେବ, ଗଦ୍ୟ ସାହିତ୍ୟ କେମିତି ଆହୁରି ବୁଦ୍ଧିମନ୍ତ ହେବ, ସେଥିପାଇଁ ଏ କାର୍ଯ୍ୟ କରିଥାଏ। ଏହି ଆନୁକୂଲ୍ୟରେ ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜ ସେବା। ଯେଉଁଠି ବି ଭାଇ ଅନୁଭବ କରନ୍ତି ଯେ କିଛି ଅସହାୟ ଲୋକ ଅଛନ୍ତି, ତାଙ୍କର କିଛି ଆବଶ୍ୟକତା ଅଛି, ଅଳ୍ପ ହଉ ବହୁତ ହଉ ସେ ଆୟୋଜନ କରନ୍ତି ସେ ସ୍ଥାନକୁ ଯିବା ପାଇଁ ଏବଂ ସେ ସ୍ଥାନକୁ ଯାଇ ସେ ତାଙ୍କର ଯଥାକିଞ୍ଚିତ ସାହାଯ୍ୟ ଦାନ କରିଥାନ୍ତି। ଆଉ ଅନୁଷ୍ଠାନ ତରଫରୁ ମୋର ସମସ୍ତଙ୍କ ପାଇଁ କୋଟି କୋଟି ବିନମ୍ର ପ୍ରଣାମ। ଆପଣମାନଙ୍କୁ ଅନୁଷ୍ଠାନ ତରଫରୁ ଯାହା ପ୍ରଦାନ କରିବେ ଆପଣମାନେ ସାଦର ଗ୍ରହଣ କରନ୍ତୁ। ପୁଣି ମାଙ୍କ ନିକଟରେ ମୋର ଏତିକି ଗୁହାରି, ସମସ୍ତଙ୍କର ମଙ୍ଗଳ କାମନା ହେଉ, ସମସ୍ତଙ୍କ ଜୀବନରେ ସୁଖ ବର୍ଷା ହେଉ, ସର୍ବେ ଶାନ୍ତି ଭବନ୍ତୁ। যেবে প্রাচ্য গগনে নূতন সূর্য সিন্দুর ফাটি হয়ে আসে, অস্তাচলক চুম্বন দেই লুচি যাওথায় তাহা পাশে। যেবে তমসা রাতের ঘন অন্ধার নীরবরে গীত গাওথায়, জন্ম রাতের রজনী গন্ধা গন্ধ ভিতরে ছুটুথায়, চহলাই দেই ঘরে ঘরে মনবহনর অন্তরে ভেদে। আজ নূতন সাহিত্য সংসদের এই সভা কথা মনে পড়ে, এই সভা কথা মনে পড়ে, এই সভা কথা মনে পড়ে। মাত্র କହିବି ତା ପୂର୍ବରୁ ଧନ୍ୟବାଦ ଦେବି ସର୍ବପ୍ରଥମେ ମା ଦୁଆର ଶୁଣି କମିଟିର ପ୍ରଧାନମାନଙ୍କୁ ଆଉ ମୁଁ ପ୍ରଣାମ ଜଣାଉଛି। ସେ ଅମର ଆତ୍ମାର ସଦ୍ଗତି କାମନା ପାଇଁ ଏ ମଞ୍ଚ ଯେତେବେଳେ ନିରବ ପ୍ରାର୍ଥନା କରିଛି, ତାଙ୍କ ପାଇଁ ବି ଏଇଠି ତାଙ୍କ ସେ ଅମର ଆତ୍ମାର ସଦ୍ଗତି ପାଇଁ ମୁଁ ଆପଣଙ୍କୁ ପ୍ରଣାମ ଜଣାଉଛି। ପ୍ରଣାମ ଜଣାଇବି, ଧନ୍ୟବାଦ ଦେବି ଏଇ କମିଟିର ସମସ୍ତ ଯୁବ ପ୍ରତିଭାମାନଙ୍କୁ, ଯେଉଁମାନଙ୍କ ପ୍ରଚେଷ୍ଟାରେ ଏଭଳି ଏକ ମହାନ ପର୍ବ ଏଠି ଆୟୋଜିତ ହୋଇପାରିଛି। ଗୋଟିଏ ପଟରେ କେବଳ ମାଙ୍କର ଯଜ୍ଞ ଚାଲୁନାହିଁ, ଅନ୍ୟ ପଟରେ ବ୍ରହ୍ମଯଜ୍ଞ ବି ଚାଲିଛି। ଏଠି ସମାଜ ସେବାର ନିଆରା କାର୍ଯ୍ୟକ୍ରମ। ପଦ୍ମପତ୍ରରେ ଶିଶୁର ପତ୍ରରେ ସବିତା ଲେଖ ଏଇ ଚିଠି, ପଦ୍ମପତ୍ରରେ ଶିଶୁର ପତ୍ରରେ ସବିତା ଲେଖ ଏଇ ଚିଠି, ତାରଙ୍କ ଆଖିର କବିତା ଲେଖ ଆକାଶର ଜନ୍ମ ରାତି, ମୋତେ ସବୁ ଲାଗେ ନୂଆ ନୂଆ, ମୋତେ ସବୁ ଲାଗେ ନୂଆ ନୂଆ। ମୋ ନୂତନ ସାହିତ୍ୟ ସଂସଦରେ ଏହି ସାମାଜିକ ସେବା ଦେଖାଇବ ଆମକୁ ସମସ୍ତଙ୍କୁ ନୂଆ ରାହା, ସମସ୍ତଙ୍କୁ ନୂଆ ରାହା, ସମସ୍ତଙ୍କୁ ନୂଆ ରାହା। ଆଜି ଏ ସଭାର ସଭାପତି ମୁରଲୀ ଭାଇ, ଯିଏକି ଶିବନାରାୟଣ ସାହିତ୍ୟ ସଂସଦର ସମ୍ପାଦକ, ଏଇଠି କହି ରଖେ, ଏଇଠି ଗୋଟିଏ କଥା ଖାଲି କହି ରଖେ, ମାର ଦୁଆର ଶୁଣିକା ଆଶୀର୍ବାଦରୁ ଏଠି କେବଳ ମୋ ସାହିତ୍ୟ ଅନୁଷ୍ଠାନ ସଭା କରିବାକୁ ହାତ ବଢ଼ାଇଲା ବେଳେ ଏଠି ଅଛନ୍ତି 7ଟା ସାହିତ୍ୟ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାମାନେ। ଏଇଠି ଅଛନ୍ତି ଆଜି ସଭାପତି ଶିବନାରାୟଣ ସାହିତ୍ୟ ସଂସଦର ସମ୍ପାଦକ ମୁରଲୀ ଭାଇ, ଅଛନ୍ତି ମୋ ଅନୁଷ୍ଠାନ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କୁନ୍ଦନ। ଏଇଠି ଅଛନ୍ତି ଆମମାନଙ୍କ ଗଣନାରେ ବୋଳ ସାହିତ୍ୟ ସଂସଦର ସମ୍ପାଦକ ଆମର ସୁରେନ୍ଦ୍ର ଭାଇ, ସୁରେନ୍ଦ୍ର ପରିଡ଼ା ମହୋଦୟ। ଆମମାନଙ୍କ ଗଣନାରେ ଆମେ ପାଇଛୁ ଆମ ବୟସର ଗୌରବ ହାଟଡ଼ି ସାହିତ୍ୟ ଘରର କର୍ଣ୍ଣଧାର, ଏକାଧାରରେ ସୁସାହିତ୍ୟିକ, ସୁଭକ୍ତ ଏବଂ ସୁଦକ୍ଷ ବିନ୍ଧି এই ସାମ୍ବାଦିକତାରେ ଯାହାର ବାର୍ତ୍ତା କରି ସମସ୍ତଙ୍କୁ ଆତ୍ମନିର୍ଭରିତ କରେ, ଆଉ ନିଛକ ସତ କଥା କହିବାକୁ ଯିଏ ପସନ୍ଦ କରନ୍ତି ପଛାନ୍ତି ନାହିଁ, ସେ ଆଉ କେହି ନୁହେଁ। ସମସ୍ତେ ଯାହାକୁ କିଶୋର ଆଚାର୍ଯ୍ୟ ରୂପେ ଜାଣିଛନ୍ତି, ସେ ହେଉଛନ୍ତି ଆମ ସମସ୍ତଙ୍କର ଆଦରର ସାର୍, ଯାହା କହୁଥିଲେ
ସମସ୍ତେ ଆପଣମାନେ ତାଙ୍କୁ ସେଇ ନାମରେ ଜାଣିଛନ୍ତି। ଆମମାନଙ୍କ ଗହଣରେ ଅଛନ୍ତି ସମାଜର ପୃଷ୍ଠପୋଷକ, ସମାଜର କର୍ଣ୍ଣଧାର, ସେ ଆଉ କେହି ନୁହନ୍ତି ଗୋପାଳ ବାବୁ। ସିଏ ବି ତାଙ୍କୁ ଆପଣମାନେ ଜାଣିଛନ୍ତି, ଯୋଉ ନାଁରେ ଆପଣମାନେ ତାଙ୍କୁ ଜାଣିଥିବେ। ଆମମାନଙ୍କ ଗହଣରେ ଆଉ ଜଣେ ଅଛନ୍ତି ଉତ୍କଳମଣି ଶିଶୁ ସାହିତ୍ୟ ସୁଦକ୍ଷ ବିଜ୍ଞାନ ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ସେକ୍ରେଟାରୀ ନାରାୟଣ ସାର୍ ଆମମାନଙ୍କ ଗହଣରେ ଅଛନ୍ତି ଯୁବ ପ୍ରତିଭା। ନୂଆ ନୂଆ ଏ କାର୍ଯ୍ୟକୁ ଆପଣାଇ ନେଇଥିବା କଅଁଳ ପାଦ ପଦିଏ ପଦିଏ ବଡ଼ ଭାଇଙ୍କର ଆଶୀର୍ବାଦକୁ ନେଇ ପାହୁଲେ ପାହୁଲେ ଯାଉ ଯାଉ ଏବେ ଯୁବ ତରୁଣତାରକୁ ଏକଦମ ଉଲ୍ଲସିତ ହେଉଛନ୍ତି। ଦୁଇ ଦିନ ପରେ ମୁଁ ବି ଦେଖିଛି ମୋ ସାହିତ୍ୟ ଅନୁଷ୍ଠାନକୁ ଯାଇଛନ୍ତି। ସେ ଆଉ କେହି ନୁହନ୍ତି ଯୁବ ପ୍ରତିଭା ବିଭୂତି ବାବୁ ଏଇଠି ଅଛନ୍ତି। ଏଇ ସାହିତ୍ୟ ଅନୁଷ୍ଠାନର ଜଣେ ଶିକ୍ଷୟିତ୍ରୀ, ଜଣେ ସୁକବୟିତ୍ରୀ, ଆଉ ଏ ସାହିତ୍ୟ ଅନୁଷ୍ଠାନର ସହ ସମ୍ପାଦିକା ମମତା ମାଇ ବିଶ୍ୱ କଲ୍ୟାଣୀ ଅଛନ୍ତି। ସେପଟରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ହରି ସାର୍, ଏପଟରେ ଅଛନ୍ତି ମମତା ବାବୁ। ଆଉ ସର୍ବୋପରି ସଦା ଶେଷରେ ମୁଁ ଯାହାକୁ ଧନ୍ୟବାଦ ଦେବାକୁ ଚାହୁଁଛି ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସମ୍ପାଦକ ନରେନ୍ଦ୍ର ବାବୁ। ଅମୂଲ୍ୟ ନାୟକ, ଅମୂଲ୍ୟ ନାୟକ, ଅଦ୍ୱୈତ ସୁତାର, ଧୀରଚରଣ ଦାସ, ମାଳତୀ ନାୟକ, ଲକ୍ଷ୍ମୀଧର ଜେନା, ଶଙ୍ଖାଳୀ ନାୟକ, ଜିତୁମଣି ସାହୁ, ବାବାଜୀ ସେଠୀ, ପ୍ରାପ୍ତି ସାହୁ, ପ୍ରତାପ ଜେନା, ପଦ୍ମନାଭ ମହଲ, ନବଘନ ସାହା। ନମସ୍ତସ୍ୟୈ 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 ନମୋ ନମୋ। ଆଜି ଗୋଟିଏ ଆମ ଶୁଭ ଦିନ, 23 ତାରିଖ ଶନିବାର ମା ଦୁଆରଙ୍କର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ସୁଦୂରରୁ ଆସି ଆମ ଏ ଅନୁଷ୍ଠାନରେ ସାହିତ୍ୟ ସଂସଦ ଅଲଗାର ସଭାପତି, ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ସହ ସମ୍ପାଦକ, ଏଠାରେ ଅଭାବୀ ଲୋକ ଆଉ ଭିନ୍ନକ୍ଷମ ଲୋକଙ୍କୁ କମଳ ବଣ୍ଟନ କରିବା କାର୍ଯ୍ୟକ୍ରମ ଚଳାଇଛନ୍ତି। ମୁଁ ସବୁବେଳେ ସେମାନଙ୍କୁ ଉତ୍ସାହ କରିବାକୁ ଚାହୁଁଛି ଯେ ଗୋଟିଏ ଜିନିଷ ସମାଜରେ ଏଇ ଯୋଉ ଜିନିଷ କାମ ଆପଣମାନେ ହାତକୁ ନେଇଛନ୍ତି ଏହାକୁ ସବୁଦିନ ବଜାୟ ରଖନ୍ତୁ। ପର ଉପକାର କରିଲେ ହୁଏ ଆନନ୍ଦଦାତ, ପରଟି ପରମ ଈଶ୍ୱର, ଏହା ବାଇଆ ତତ୍ତ୍ୱ। ଆଉ ଅଧିକା ମୁଁ କଣ କହିବି, ଏତିକି କରି ମୋର ବକ୍ତବ୍ୟ ଶେଷ କରୁଛି। ଠାକୁରଙ୍କୁ ମୋର ପ୍ରଣାମ। ଏଠି ଉପସ୍ଥିତ ଥିବା ସମସ୍ତ ଗୁରୁଜନଙ୍କୁ ମୋର ପ୍ରଣାମ। ଆଜି ଦୁଆରଶୁଣି କମିଟି ଏଭଳି ଏଭଳି କାର୍ଯ୍ୟକ୍ରମ କରିଥିବାରୁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ଉନ୍ନତି ପାଇଁ ମୁଁ ଆଶା ପ୍ରକଟ କରୁଛି। এই ଅଞ୍ଚଳ ଆଗାମୀ ଦିନରେ ଲୋକାରଣ୍ୟ ହେଉଛୁ ଏବଂ ଆଜି ଯେଉଁ କରିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଯେଉଁ କାର୍ଯ୍ୟକ୍ରମ ବି କରିଛି ତାକୁ ବି ମଧ୍ୟ ମୁଁ ଧନ୍ୟବାଦ ଦେବା ସହିତ ତାକୁ ମାନେ ଆଗାମୀ ଦିନ ପାଇଁ ମୋର ଭାରି ଭୋକାକ୍ତ, ମୋ ଭାରି ଇଚ୍ଛା ସେଇ ପିଠା ପିଠା ଯାହା ହେଲେ ଗୋଟେ ଦୁଇଟା ଉତ୍କଣ୍ଠ ହେଉଥିଲା ଭରିଆ କହିଲା ନା ମା ଏତେ ନୂଆକୁ ଯାଉଛି ଆଉ ସେ ବାବୁ ପଛରେ ଆସୁଛନ୍ତି। ସେଇ ମା ସେଇ ଦୁଇ ଠାକୁରାଣୀ ମା ଦୁଆର ଶୁଣି ତାକୁ ଛାଡ଼ିନଥିଲେ, ବାଟ ଉଗାରୁଥିଲେ, ତାପରେ ପରେ ଉତ୍ସବ ଆସି ପହଞ୍ଚିଥିଲେ। ସେ ଅନୁଭବ କଲେ ପୃଥିବୀ ଘଟଣା କଣ ଯାଉ ସେ ଥୋଡ଼ା ନୂଆ ବର୍ଷାସୀନ ସମସ୍ତ ଅତିଥିବୃନ୍ଦ, ସାମାଜିକ ଭାଇମାନେ, ଉପସ୍ଥିତ ସମ୍ମାନାସ୍ପଦ ଗୁରୁଜନ ଏବଂ କୁନି କୁନି ପିଲାମାନେ, ମୁଁ ପାଖାପାଖି ଘଣ୍ଟେ ହେବ ଏଠି ଆସିଲେଣି। ଦେଖୁଛି ମାଙ୍କ ଆଶୀର୍ବାଦରୁ
এই আশার খুব চଳଚଞ୍ଚଳ ହେଉଛି ପବିତ୍ରମୟ ହୋଇଯାଉଛି। ମୁଁ ପ୍ରଥମେ ଆଗେ ମାଙ୍କର ଆଶୀର୍ବାଦ ଟିକେ ନେଲି। এই অনুষ্ঠাନ କେବଳ ମାଙ୍କ ପାଇଁ খুব ପବିତ୍ର। এই ଗୋଟିଏ ଭାଷା ସାହିତ୍ୟର ଅନୁଷ୍ଠାନ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ବାଲେଶ୍ୱରରୁ ଭାଇ ଆସିଛି କିଛି ଜନସେବା କରିବା ପାଇଁ। ଜଣେ ସାହିତ୍ୟିକର ଉଦ୍ଦେଶ୍ୟ ଥାଏ ମା ପାଖରୁ ଯେଉଁ ଭାଷା ସେ ଶିଖିଥାଏ ସେଇ ଭାଷାକୁ ହିଁ ସେ ଲୋକଲୋଚନରେ ପହଞ୍ଚେଇବ, ଲୋକଙ୍କ ଉପକାରରେ ଲାଗିବ। କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଆଉ ଟିକେ ଅଧିକ ପାଦ ସେ ଆଗେଇ ଯାଇଛନ୍ତି। ତାଙ୍କର ଉଦ୍ଦେଶ୍ୟ ଅଛି ଭାଷା ସାହିତ୍ୟର ଉନ୍ନତି ସହିତ କିଭଳି ଲୋକଙ୍କର ଉପକାର କରିବେ, ଲୋକଙ୍କର ସେବାରେ ହିଁ ଲାଗିବେ। ତାଙ୍କର ଉଦ୍ଦେଶ୍ୟ ମହତ। ସେ ମା ଦ୍ୱାରପାଳଙ୍କ ନିକଟରେ ମୁଁ ପ୍ରାର୍ଥନା କରିବି ତାଙ୍କର ଏହି ଉଦ୍ଦେଶ୍ୟ ଏମିତି ଥାଉ ଏବଂ ସେ ଆଶୀର୍ବାଦ ମାଙ୍କ ଠାରୁ ପାଆନ୍ତୁ। ଆଉ ଆଜି ଗୋଟିଏ ଭଲ ପରଦିନ କ'ଣ, ପ୍ରଥମାଷ୍ଟମୀ। ଦେବକୀ ମାଙ୍କ ଗର୍ଭରେ ପ୍ରଥମେ ସଞ୍ଚାର କରି ସେହି ଶ୍ରୀକୃଷ୍ଣ, ତେଣୁ ସେହି ଶ୍ରୀକୃଷ୍ଣ ରୂପେ ଏହି ଯେଉଁ ଭାଇ ଭଉଣୀମାନେ ଆସୁଛନ୍ତି, ମୁଁ ଭାବୁଛି ସେହି ଶ୍ରୀକୃଷ୍ଣଙ୍କର ଆତ୍ମା ତାଙ୍କର ଦେହରେ ହିଁ ଅଛି। ତେଣୁ ସେହି ଶ୍ରୀକୃଷ୍ଣ ହିଁ, ସେହି ପରମେଶ୍ୱର ହିଁ ତାଙ୍କୁ ପ୍ରେରଣା ଦେଇଛନ୍ତି ଏହିଭଳି ସେବା କରିବା ପାଇଁ। ପ୍ରଭୁ ଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟ ଥିଲା ସଂସାରର କର୍ମଶ ନାଶ କରିବା ପାଇଁ। ଯେଉଁମାନେ ସଂସାରରେ ବିଭୀଷିକା ସୃଷ୍ଟି କରୁଥିଲେ ତତ୍କାଳୀନ ସମୟରେ, ଯଦି ସେହି ସମୟକୁ ଆମେ ଗୋଟେ ସମାଜ ବୋଲି ଧରନ୍ତି ତାହେଲେ ସେହି ସମାଜରେ ଯେଉଁ ରକ୍ତ ସମାନ ଥିଲେ, ଯେଉଁ ଭିନ୍ନ ଉଦ୍ଦେଶ୍ୟକାରୀ ଥିଲେ, ସେମାନଙ୍କୁ ସେ ଦମନ କରିବା ପାଇଁ ହିଁ ମାଙ୍କ ଗର୍ଭରେ ପ୍ରଥମାଷ୍ଟମୀରେ ପ୍ରଥମେ ତାଙ୍କର ସେ ସଂସାରରେ ଏବଂ କଳିଯୁଗରେ ସେ କଳିଯୁଗରେ ଜନ୍ମ ନେବା ପାଇଁ ସେ ପ୍ରଥମେ ମାତୃ ଗର୍ଭରେ ସଞ୍ଚାରିତ ହୋଇଥିଲେ। ଯାହା ହେଉ ମୁଁ ଭାବୁଛି ତାଙ୍କର ଉଦ୍ଦେଶ୍ୟ ମଧ୍ୟ ଏହି ଅନୁଷ୍ଠାନରେ ନିହିତ ଅଛି। ସେ ଉଭୟ ସେ ପ୍ରଭୁ ପରମେଶ୍ୱର ଶ୍ରୀକୃଷ୍ଣ ଏବଂ ମା ଦ୍ୱାରପାଳି ତାଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କର ଏହି ଅନୁଷ୍ଠାନ ଚିରଞ୍ଜୀବୀ ହେଉ। ଜୟ ଜଗନ୍ନାଥ, ଜୟ ମା ଦ୍ୱାରପାଳି। ହାର୍ଦ୍ଦିକ ଅଭିନନ୍ଦନ। ମୋ ଅନୁଷ୍ଠାନ ସାହିତ୍ୟ ସଂସଦ କେବଳ ସାହିତ୍ୟ ସାଧନା ପାଇଁ ନୁହେଁ, ଏ ବିଭିନ୍ନ ସେବା କାର୍ଯ୍ୟ ମଧ୍ୟ କରୁଛି। ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ମୋର ଭାଇ ବିଭିନ୍ନ ଜାଗାକୁ ଯାଉଛନ୍ତି। ବଡ଼ ଦିଦି ମମତାମୟୀ ଦିଦି ସେ କେଉଁଝରରେ ରହିଲେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ସହଯୋଗ ବି କରୁଛନ୍ତି। ଆପଣମାନେ ବି ଆଜି ଏଠି ଯୋଉ ଉପସ୍ଥିତ ହେଇଛନ୍ତି, ଜାରି ରଖିବା କେବଳ ଏହି ସାହିତ୍ୟ ସାଧନା ପାଇଁ ଅସହାୟ ଅବହେଳିତଙ୍କୁ ସାହାଯ୍ୟ ସହଯୋଗ କରୁଛି। ଯୋଉ ଛାତ୍ରଛାତ୍ରୀମାନେ ପାଠ ପଢିବାର ଅସୁବିଧା ହଉଛି, ମୁଁ ଆଜି ଆପଣମାନଙ୍କୁ ପ୍ରତିଶ୍ରୁତି ଦଉଛି ସେମାନଙ୍କର ଯାହା ପଢା ଖର୍ଚ୍ଚ ଲାଗିବ ମତେ କହିଲେ ମୁଁ ସେମାନଙ୍କ ପାଖରେ ପହଞ୍ଚିବି। ଅବହେଳିତ ପିତାମାତା ମାନଙ୍କୁ ଯୋଉ ତାଙ୍କର ପୁଅମାନେ ହଇରାଣ କରୁଛନ୍ତି ସେଟା ବି ମତେ ଜଣେଇବ, ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବି। କାରଣ ଆମର ଏଇ ମଣିଷ ଜୀବନ କ୍ଷଣସ୍ଥାୟୀ, ଚିରସ୍ଥାୟୀ ନୁହେଁ। ଆମ ସବୁ କର୍ମ ଗୁଡାକ ଚିରସ୍ଥାୟୀ। ଆମେ ଏମିତି ସବୁ କର୍ମ କରିବା, ଆମେ ପିଲାବେଳେ ଯେମିତି ପ୍ରଦୀପ ଭଳି ଜଳିବା ଏବଂ ମୃତ୍ୟୁ ପରେ ବି ଆମର ନାମ, ଆମର ଗୁଣ ଏବଂ ଆମର କର୍ମ ଉଠିବ। ଏତିକି କହି ମୋର ଅଭିଭାଷଣ ଶେଷ କରୁଛି। ଜୟ ଜଗନ୍ନାଥ, ଜୟ ମାତା। ସାହିତ୍ୟ ସଂସଦ ଆଲୋଡ଼ା କୁଟାରୀ ସୁଯୋଗ କୁଟାରୀ କହିଲାରୁ ଆସିଛନ୍ତି ଏବଂ ଆମ ଏ ଅଞ୍ଚଳରେ ଲୋକମାନେ ଆମ ଅନୁଷ୍ଠାନ ମଧ୍ୟ ତାଙ୍କ ପାଖରେ ଚିର ଋଣୀ। ଏବଂ ଏ ଅଞ୍ଚଳରେ ଆହୁରି ମଧ୍ୟ ବହୁତ ଲୋକ ଅଛନ୍ତି। ଏହି ପ୍ରୋଗ୍ରାମ ସବୁ ଦିବସ ବ୍ୟାପୁ ଏବଂ ଏ ଅନୁଷ୍ଠାନ ଉତ୍ତରୋତ୍ତର ଉନ୍ନତି ହଉ, ଏହା ମୁଁ କାମନା କରୁଛି।